ଜୟ ଜଗନ୍ନାଥ ନମସ୍କାର। ଆଜି ଆଜି ସକାଳୁ ମୋ ଗାଁ ପାଖ ସ୍କୁଲ ସେ ପାଖରେ ଥିବା ଜଳଖିଆ ଦୋକାନ ଭଗବାନତା ଜଳଖିଆ ଦୋକାନ ବା ଗୁଡ଼ିଆତା ଦୋକାନ ସେଠିକି ଯାଇଥିଲି। ଆଉ ସେଠି ଜଣେ ମୋର ସାଙ୍ଗ ଦେଖା ହେଲା, ଧନୀ ସାଙ୍ଗ। ଆଉ ଦେଖା ହଉ ପଚାରିଲା, ମାନସ କେମିତି ଅଛୁ? ହଁ ଭଲ ଖୁସିରେ। ତାପରେ ସେ କହୁଛି ମୋତେ, ହଁ ଖୁସିରେ ରହିବ, ଆମେ ତ ବାକିଆ ବୁକ ରହିକି ପଡ଼ିଲୁ, ଆଉ ତମେ ମାନେ ପୁରା ରେଡ଼ି ଅଛ। ଆଉ ମୁଁ ଠିକ୍ ଅଛି, ଯେତିକି ଦରମା ପାଉଛୁ ସେଇ ଦରମା, ସ୍ୱଳ୍ପ ଦରମା ହେଲେ ବି ସେଇଥିରେ ଆମେ ଖୁସିରେ ଚାଲିଛୁ, କାରଣ ବାକି ବୁକର ନାହିଁ। ସେ କହିଲା କି ଆମେ ତ ବାକିଆ ଅଧିକା। ଆଉ ମୁଁ ତାକୁ କହିଥିଲି, ଏମିତି ମନକୁ ଆସିଲା ତାକୁ କହିଦେଇଥିଲି ଯେ ତମେ ବାକି ନହେଲେ ଅଡ଼ୁଆ, ଆମେ ବାକି ହେଲେ ଅଡ଼ୁଆ। ଜୋରରେ ହସିଲା, କହିଲା ବୁଝିପାରିଲେନି କ'ଣ କ'ଣ ହେଲା, ଟିକେ କହିଲୁ ଏଇଟା ବୁଝେଇକି। ତ ମୁଁ ତ କହିଲି ଏଇଆ କି ଯଦି ତମେ ଧନୀ ଲୋକ, ବଡ଼ ଲୋକ ଭାଇ, ଯଦି ବାକି ନ ହେଉଛ ତମକୁ ସରକାର ଘେରିଯିବେ। କିନ୍ତୁ ଆମେ ବାକି ହବୁ ତାହେଲେ ଆମକୁ ସାହି ପଡ଼ିଶା ବନ୍ଧୁ ବାନ୍ଧବ ଏ ଯାହାଠୁ ଆଣିଥିବୁ ସିଏ ଘେରିଯିବେ, ମୋ ପଇସା ଦେଉନୁ, ମୋ ପଇସା ଦେଉନୁ, ପଇସା ଦେଉନୁ। କିନ୍ତୁ ତମେ ଯଦି ବାକି ନ ହେଇକି ଗାଡ଼ି ଘୋଡ଼ା କୋଠା ବାଡ଼ି ଜାଗା ସବୁ କିଣିଲ ତ ସରକାର ତମକୁ ଘେରିଯିବେ। ଏ ତ ବାକି ହେଇନି, କରୁଛି କେମିତି? କାରଣ ତମ ବ୍ରାଣ୍ଡଟା ଆଗରୁ ଅଛି। ଆଉ ଆମେ ଭାଇ ସ୍ୱଳ୍ପ ଦରମା ଯେତିକିରେ ହେଲା ସେତିକିରେ ଚଳି ଚାଲିଛୁ, ବଞ୍ଚିବା ହାଣ୍ଡ ଟୁ ମାଉଥ। ଖାଇଲୁ ବଞ୍ଚିଲୁ ଚଳିଲୁ, କିଛି କରିବା, କିନ୍ତୁ ବାକି ହବାନି। ବାକି ହେଲେ ଆମକୁ କିଳା, ବାକି ନହେଲେ ତମକୁ କିଳା।